हाय फ्रेंड, जय जगन्नाथ। दीपू एंटरटेनमेंट चैनल को स्वागत। आसतु वर्तमान देखिबा मु वर्तमान आम आजेस्ट उपरे चढ़ी विदुर पेहड़ा पारिबा वर्तमान जेहेतु पेहड़ा कौन केमती ହେଇଛି आज देखिबा। जेहेतु एबे जस्ट जो पाचित्रा सब झड़ी पड़ी ये सानी वर्तमान ହେଇଛି नुआ। जेहेतु झील भाणीजी वर्तमान दी जण पेहड़ा खाया ପାଇଁ କାନ୍ଦୁଥିଲେ। ବର୍ତ୍ତମାନ ମୁଁ ଆସିଛି ଉପରକୁ पेहड़ा ପାରିବା ପାଇଁ ଦେଖିବା କଣ କେମିତି ସବୁ ହେଇଛି। ଯାହା ଜଣା ପଡୁଛି ଗୋଟେ ଗୋଟେ ବନିଛି ଏବଂ କଞ୍ଚା ବହୁତ ଅଛି। ଅଳ୍ପ କିଛି ପାରିକି ନବା। ଖାସ କରି ଆମ ଚ୍ୟାନେଲକୁ ନୂଆ କରି ଦେଖୁଥିବା ସମସ୍ତ ବନ୍ଧୁମାନଙ୍କୁ ଅନୁରୋଧ ସେମାନେ ଖାସ କରି ସବସ୍କ୍ରାଇବର କରିଦିଅନ୍ତୁ। ପାଖରେ ଥିବା ବେଲ୍ ଆଇକନଟି ବଜାଇ ଦିଅନ୍ତୁ, ଯାହାଫଳରେ ଯେକୌଣସି ଭିଡ଼ିଓ ଅପଲୋଡ଼ ହେବ ସର୍ବପ୍ରଥମେ ହିଁ ଆପଣ ଦେଖିପାରିବେ। ନୋଟିଫିକେସନ୍ ଯାଇ ପହଞ୍ଚିବ, ସାଙ୍ଗେ ସାଙ୍ଗେ ଆପଣ ଦେଖିପାରିବେ। ଯେହେତୁ ଦେଖନ୍ତୁ ଇଏ ହେଉଛି ଆମ ଗଛର ପେହଡ଼ା। ଏମିତି ଆମ ଗଛର ପେହଡ଼ା ମୁଁ ଆଗରୁ ବି ଆଗ ଭିଡ଼ିଓରେ ବି କହିଥିଲି, ମାନେ ଏତେ ମିଠା ଯେ ଯାହାଫଳରେ କି ଚିନି ଭଳିଆ ଲାଗେ ପାଚିଲେ ଆମ ପେହଡ଼ା। ଆଉ ଗୋଟେ ଜିନିଷ ଯିଏକି ବର୍ଷର ପାଖାପାଖି 6ରୁ 8 ଥର ପେହଡ଼ା ହୁଏ। ମୁଁ ବି ଗୋଟେ ଦେଖନ୍ତୁ ଟେଷ୍ଟ କଲି କିଭଳି ଭାବରେ ଯେହେତୁ କଷା କଷା ଟିକେ ଲାଗୁଛି, ଜଷ୍ଟ ବନି ଆସିଛି କିନ୍ତୁ ପାଚି ନାହିଁ, ପାଚିବ ନିଶ୍ଚିନ୍ତ ଭାବରେ। ଦେଖନ୍ତୁ ଇଏ ହେଉଛି ଆମ ଗଛର ଥିବା ପେହଡ଼ା। କିଛି କିଛି ବନିଛି, ବର୍ତ୍ତମାନ ସେପଟରେ ଅପେକ୍ଷା କରିଛନ୍ତି ଝିଅ ଏବଂ ଭାଣିଜୀ ପେହଡ଼ା ଖାଇବେ ବୋଲି। ତାଙ୍କୁ ମଧ୍ୟ ପେହଡ଼ା ନେଇକି ଦବା। ଆମ ଗଛରେ ଥିବା ଏଇ ପେହଡ଼ା ଭାରି ସୁଆଦିଆ, ଏମିତି ଖାଇବା ପାଇଁ ଟେଷ୍ଟ ଲାଗେ। ଯିଏ ଥରେ ଖାଇଥାଏ ସିଏ ସବୁବେଳେ ଝୁରିଥାଏ ଏ ପେହଡ଼ାକୁ ଖାଇବା ପାଇଁ। ଦେଖନ୍ତୁ ବର୍ତ୍ତମାନ କିଭଳି ଭାବରେ ପେହଡ଼ା ସବୁ ଦେଖନ୍ତୁ ବର୍ତ୍ତମାନ ଆମ ଗଛରେ ହେଇଛି। ଦେଖନ୍ତୁ ଇଏ ଦେଖନ୍ତୁ ପେହଡ଼ା ସବୁ କଷି କଷି ଜଷ୍ଟ ବଲ୍ଲା ବଲ୍ଲା ଗୋଟେ ଗୋଟେ ଦେଖାଯାଉଛି, ନଚେତ ଆଉ ସବୁ କଷି ହେଇଛି। ଆମ ଗଛରେ ଥିବା ପେହଡ଼ା ଦେଖନ୍ତୁ ନିଶ୍ଚିତ ଭାବରେ ଆମେ କିଛି ବନିଲା ବଲ୍ଲା ପାରିକି ନେବା। ଏଇ ଦେଖନ୍ତୁ ଦୁଇଟା ହେଇ ବନିଲା ବଲ୍ଲା ଦେଖାଯାଉଛି। ବଲ୍ଲା ବଲ୍ଲା ନେବା, ଯାହା ବି ହେଲେ ଛୁଆ ଖାଇବେ ଦୁଇଟା, ଯେହେତୁ ବେଶୀ ପାଚିଲେ। ଦେଖନ୍ତୁ ଟିଆ ମଧ୍ୟ ମୁହଁ ମାରିଦେଇଛି, ଟିକେ ବନେଇଛି କିନ୍ତୁ ଟିଆ ଟିକେ ମୁହଁ ମାରିଦେଇଛି। ଦେଖନ୍ତୁ କିଭଳି ଭାବରେ ଆମ ଗଛରେ ଥିବା ଏସବୁ ପେହଡ଼ା, ମାନେ ପୁରା ସୁଆଦିଆ ଆମ ଗଛରେ ଥିବା ପେହଡ଼ା, ମାନେ ଖାଇବା ପାଇଁ ପୁରା ଟେଷ୍ଟ ଥାଏ। ଏପଟରେ ଦେଖିବା, ବର୍ତ୍ତମାନ ସେପଟ ଡାଳରେ ଦେଖିବା କେତେ କ'ଣ ହେଇଛି, କିଭଳି ହେଇଛି। ଏପଟରେ ଦେଖିବା, ଦେଖନ୍ତୁ ଏପଟରେ ମଧ୍ୟ ସେଭଳି କଷି କଷି ସବୁ ଦେଖାଯାଉଛି। ନିଶ୍ଚିତ ଭାବରେ ଭିଡ଼ିଓଟି ଶେଷ ଯାଏଁ ଦେଖିବା ପାଇଁ ଚେଷ୍ଟା କରିବେ, ଖାସ କରି ସବସ୍କ୍ରାଇବର କରିବେ। ଦେଖନ୍ତୁ ଏଇ ତ ଦେଖନ୍ତୁ ଏଠି ମଧ୍ୟ ଦୁଇଟା ପେହଡ଼ା ମୁଁ ଛିଣ୍ଡେଇଲି, ସେ ମଧ୍ୟ ସେ ବନି ବନି ଯାଇଛି। ଦେଖନ୍ତୁ ବଲ୍ଲା ବଲ୍ଲା ମଧ୍ୟ ହେଇଯାଇଛି। ଯେହେତୁ ପେହଡ଼ା ପାଚିଗଲେ ପୁରା ହଳଦିଆଟା ପୁରା ଆସିଯିବ, ହଳଦିଆ ଟାଇପ୍ର ଭିତରେ ପୁରା ଲାଲ ଆସିଯିବ। କିନ୍ତୁ ଯେହେତୁ କଷି, ତେଣୁକରି ସେ ଟିକେ ଦେଖାଯାଉଛି ନେଳି କଲର। ଦେଖନ୍ତୁ ମୁଁ ଏତିକି ବାଛି ବାଛି ଏତିକି ମୁଁ ପାରି ସାରିଲିଣି, କାହିଁକିନା 8-10ଟା ମୁଁ ପାରି ସାରିଲିଣି ବାଛି ବାଛି। ଦେଖନ୍ତୁ ବର୍ତ୍ତମାନ ନେବା ପତା ଭଣଜା ଭାଣିଜୀ ବର୍ତ୍ତମାନ ପେହଡ଼ା ଖାଇବା ପାଇଁ କାନ୍ଦୁଛି। ଦେଖନ୍ତୁ ବର୍ତ୍ତମାନ ସେ ସେଠି ଖେଳୁଛନ୍ତି। ବର୍ତ୍ତମାନ ପେହଡ଼ା ଖାଇବା ପାଇଁ ବର୍ତ୍ତମାନ ଦେଖନ୍ତୁ ମୋତେ ଦେଖେଇଲି, ବର୍ତ୍ତମାନ ଆସିଲେ ଦି ଜଣ ବର୍ତ୍ତମାନ ପେହଡ଼ା ଖାଇବେ, ଝିଅ ଏବଂ ଭାଣିଜୀ। ହାତ ବଢ଼ଉଛନ୍ତି ଦି ଜଣ ପେହଡ଼ା ଖାଇବା ପାଇଁ। ମୁଁ ଖସେଇବି, ବର୍ତ୍ତମାନ ସେ ଖାଇବେ ନେଇକି। ନିଶ୍ଚିନ୍ତ ଭାବରେ ଭିଡ଼ିଓଟି ଶେଷ ଯାଏଁ ଦେଖିବା ପାଇଁ ଚେଷ୍ଟା କରିବେ। ଦେଖନ୍ତୁ ବର୍ତ୍ତମାନ ତଳକୁ ନେଲେ ଖାଇବେ, ଯେହେତୁ ଦୁଇଟା ମୁଁ ଖସେଇଥିଲି, ଆଉ ଏତିକି ଅଛି ବର୍ତ୍ତମାନ ତଳକୁ ନେଇକି ଯିବା। କିନ୍ତୁ ଆସନ୍ତୁ ବର୍ତ୍ତମାନ ଆମ କୁଳି ଦେଖିବା। ଏପଟରେ ଦେଖନ୍ତୁ ଆମ କୁଳି ଗଛ, କୁଳି ଦେଖନ୍ତୁ କୁଳି ଗଛର କୁଳି କୋଉଭଳିଆ ହେଇଛି। ଅଁଳା କୁଳି, ଅଁଳା କୁଳି ଆଚାର ବନାଯାଏ ଏବଂ ପ୍ରାୟ ମଧ୍ୟ ଲୁଣରେ ବନେଇକି ମଧ୍ୟ ଖାଲି ପାଟିରେ ଖାଇଦିଅନ୍ତି, କିନ୍ତୁ
ଭାରି ଆମ୍ବିଳିଆ, କିନ୍ତୁ ପାଚିଲେ ଟିକେ ଜଷ୍ଟ ମିଠା ଆସେ, ତଥାପି ଆମ୍ବିଳିଆ ରହିବ। କିନ୍ତୁ ଆଚାର ବନେଇଲେ ଶୁଖେଇକି କିନ୍ତୁ ମସ୍ତ ହେଇଥାଏ। ଏଥିପାଇଁ ଆମ ଗଛରୁ ଦେଖନ୍ତୁ କୋଳି କିଭଳି ଭାବରେ ବର୍ଷକୁ ପ୍ରାୟ 7-8 ଥର ମଧ୍ୟ କୋଳି ହଉଛି। 7-8 ଥର ବେଶୀ ହଉଛି, 10-12 ଥର, ମାସର ଥରେ ଲେଖା ମଧ୍ୟ ହଉଛି। କୋଳି ଗଛଟି ଭଲ କୋଳି ଗଛଟିଏ। ଝିଅ ଭାଣିଜି ବର୍ତ୍ତମାନ ତଳେ ଅପେକ୍ଷା କରିଛନ୍ତି କୋଳି ଖାଇବା ପାଇଁ। ଆସନ୍ତୁ ପାରିକି ଦବା। ବାଟେ ଅଁଳା କୋଳି ଖାଇବୁ? ହଁ ମାମୁଁ କାର ଅଁଳା କୋଳି ଦବା। ଅଁଳା କୋଳି ଧରିବ କିଏ? ଏଇ ଦେଇ ତ ହସିଲା। ସେଇଠି ଭଲ ପାଚିଛି, ଏଇତ ପାଚିଲା। ମାଟିର ଏଇତ ପାଚିଲାନି, ମାଟି ଏଇତ ପାଚିଲାନି। ଓ ସେଇଠି ଉପରେ ଭଲ ପାଚିଛି। ହାଇ ମାଟି ନିଆଇ ତ ଇଏ ହଉଛି ଆମ ଗଛରେ ଥିବା କୋଳି। ନିଶ୍ଚିନ୍ତ ଭାବରେ ଦେଖନ୍ତୁ କିଭଳି ସାଇଜ, କିଭଳି ଦେଖନ୍ତୁ ବଡ ଛୋଟ ଏମିତି ପୁରା। ଏ ଡାଳରେ ଦେଖନ୍ତୁ ପୁରା ସାଇଜ କୋଳି, ଏବଂ ଉପଡାଳ ଟିକେ ଛୋଟ ହବ, କିନ୍ତୁ ତଳ ଡାଳ ପୁରା ସାଇଜ କୋଳି, ପୁରା ଗୋଲ ଗୋଲ। ଆସନ୍ତୁ ବର୍ତ୍ତମାନ ଆମ ପୋଖରୀରେ ମାଛକୁ ବର୍ତ୍ତମାନ ଦାନା ପକେଇବା, ଦେଖିବା। ବର୍ତ୍ତମାନ ଯେହେତୁ ରୋହି ଭାକୁର ବାଲ ଛଡା ହେଇଛନ୍ତି, ବର୍ତ୍ତମାନ ବାଲ ମାଛ ଯେହେତୁ ସବୁବେଳେ ଆସି ପାଖରେ ରହୁଛନ୍ତି, ବର୍ତ୍ତମାନ ଦାନା ପକେଇବା, ଦେଖିବା କିଭଳି ଭାବରେ ସେ ଖାଉଛନ୍ତି। ଦେଖନ୍ତୁ ମୁଁ ପ୍ରଥମେ ଦାନା ବର୍ତ୍ତମାନ ପକେଇବି। ସେ ଦେଖନ୍ତୁ କିଭଳି ଭାବରେ, ଦେଖୁଛନ୍ତି ଏ ବାଲ ମାଛ ଦେଖୁଛନ୍ତି, ସାଙ୍ଗେ ଟାକିନା ଆସିକି ଖାଇଦଉଛନ୍ତି। ସବୁବେଳେ ଯେକୌଣସି ଜିନିଷ ପଡୁଛି ସେ ସାଙ୍ଗେ ଆସିକି ଖାଇଦେବେ। ବାଲ ମାଛ ଯୋଉଭଳି ଖାଇବେ ସେଇଭଳି ହିଁ ବଢିବେ। ଖାଇବା ପାଇଁ ପୁରା ରାହୁ, ଆଉ ବଢିବା ପାଇଁ ମଧ୍ୟ ସେଇଭଳିଆ। ଯୋଉ ଭଳିଆ ଖାଦ୍ୟ ଖାଇବେ ସେ ସେଇଭଳିଆ ବଢିବେ। ଦେଖନ୍ତୁ କିଭଳି ଭାବରେ ପାଖରେ ସବୁବେଳେ ଆସି ରହୁଛି। ଭାତ ଫାତ ଯାହା ପଡୁଛି ସେ ସାଙ୍ଗେ ସାଙ୍ଗେ ଖାଇ ଦଉଛନ୍ତି। ନିଶ୍ଚିତ ଭାବରେ ଭିଡିଓଟି ଶେଷ ଯାଏ ଦେଖିବା ପାଇଁ ଚେଷ୍ଟା କରିବେ। ଖାସ କରି ସବସ୍କ୍ରାଇବର କରିବେ, ଆମକୁ ଭୁଲିବେନି।